କେବେ ଭାବିଛ ଆମେ ଦି ଜଣଙ୍କ ଠାରୁ କେତେ ଅଲଗା, ତାପରେ ବି ଭଗବାନ ଆମକୁ ଏକାଠି କରେଇଲେ। ଆଉ ଏବେ ଆମେ ଦି ଜଣଙ୍କ ବିନା ରହି ହିଁ ପାରିବାନି। ସମସ୍ତେ କୁହନ୍ତି ତୁମେ ମୋ ସ୍ୱାମୀ, ତୁମର କର୍ତ୍ତବ୍ୟ ମତେ ଖୁସିରେ ରଖିବାର। ହେଲେ ମୁଁ ଦେଖିଛି ତୁମେ ମୋ ଖୁସି ପାଇଁ ନିଜ ଖୁସିକୁ ପଛରେ ପକେଇବାର। ତୁମେ ଯେତେବେଳେ ମୋ ଉପରେ ରାଗି ଯାଅ ନା, ସେତେବେଳେ ମତେ କିଛି ବି ଭଲ ଲାଗେ। ପରେ ତୁମର ସେ ଦି ପଦ କଥାରେ ମୋର ସବୁ କିଛି ଆପେ ଆପେ ଠିକ୍ ହେଇଯାଏ। ତୁମର ମୋ ଉପରେ ଟିକେ ଟିକେ କଥାରେ ରାଗିଯିବା ଆଉ ମୁଁ ତୁମକୁ 100 ଥର ବୁଝେଇବା ଆଗରୁ ମୋତେ ବିଲକୁଲ ଭଲ ଲାଗୁନଥିଲା। ହେଲେ ଏବେ ମୁଁ ବୁଝିପାରୁଛି ସେ ରାଗରୁଷା ପାଇଁକି ବୋଧେ ଆମେ ଦି ଜଣଙ୍କୁ ଏତେ ପାଖରେ ପାଇଛେ। ଆଗକୁ ଆମେ ଦି ଜଣ ବାପା ମା ହେବାକୁ ଯାଉଛେ। ଆମ ଦି ଜଣଙ୍କ କାନ୍ଧରେ ଆଉ ଜଣଙ୍କ କର୍ତ୍ତବ୍ୟ ଆସିଯିବ। ତା କର୍ତ୍ତବ୍ୟ କରୁ କରୁ ଆମେ ଯେମିତି ଆମ ଦି ଜଣଙ୍କୁ ନ ଭୁଲୁ। ଭଏସ୍ ରେକର୍ଡ କରିଲା ଟାଇମ୍ରେ ମୋତେ କାହିଁକି କେଜାଣି ଜୋରରେ କାନ୍ଦ ଲାଗୁଛି। ସେଇ ଟାଇମ୍ରେ ତୁମେ ମୋ ପାଖରେ ଥାଆନ୍ତ। ମୁଁ ଜାଣିନି ମୁଁ ତୁମକୁ କେବେଠୁ ଏତେ ଭଲ ପାଉଛି, ହେଲେ ମୁଁ ଏତିକି ଜାଣିଛି ମୁଁ ତୁମ ସ୍ତ୍ରୀ ହେଇକି ଏ ଦୁନିଆରୁ ଯିବାକୁ ଚାହୁଁଛି।